ଆମର ଯୋଉ 12 ତାରିଖରେ ଭାରତ ବନ୍ଦ ପାଇଁ ବୋଲି ଯେତେବେଳେ ଆମର କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଡାକରା ଦେଇଛନ୍ତି, ସେଥିରେ ଆମେ ଅନୁପ୍ରାଣିତ ହେଇକି ବର୍ତ୍ତମାନ ଆମ ଜିଲ୍ଲା ମାନଙ୍କରେ କୋଭଳି ଭାବରେ ବନ୍ଦକୁ ସଫଳ କରିବୁ ଏବଂ ଦୋକାନ ବଜାର ଆରମ୍ଭ କରିକି ଗାଡ଼ି ଘୋଡ଼ା ସବୁ ବନ୍ଦ ରହିବ। ସରକାରଙ୍କୁ ତାର ଜବାବ ମାଗିବା ପାଇଁ ବୋଲି ଏଭଳିଆ କାମ କରିବା ପାଇଁ ଆଜି ସବୁ ସଂଗଠନର ସାଥୀମାନେ ଏବଂ ସଭାପତି ସେକ୍ରେଟାରୀ ମାନଙ୍କୁ ସବୁ ଡକା ହେଇଛି। ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଆସନ୍ତା 10 ତାରିଖ ଦିନ ପ୍ରସ୍ତୁତି ଆହୁରି ପୁନର୍ବାର ବସିକି ଆମେ ଫାଇନାଲ କରିବୁ। ଆଉ କୋଭଳି ଭାବରେ ବନ୍ଦକୁ ସଫଳ କରିବା ପାଇଁ ବୋଲି ଆମେ ଚେଷ୍ଟା କରିବୁ। ସେ ସମସ୍ତ ଆଲୋଚନା ସେଇଦିନ ନିଶ୍ଚିତ ହବ। ଆଜି କେବଳ ପ୍ରସ୍ତୁତି ବୈଠକରେ ଆଲୋଚନା ହେଲା ଶ୍ରମ ଆଇନ ଯୋଉ ସଂଶୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଯୋଉଭଳି ଭାଷଣ କରୁଛନ୍ତି, ବିଭିନ୍ନ ଜାଗାରେ ଯୋଉ ପ୍ରକାର ଶ୍ରମିକ ମାନଙ୍କ ଉପରେ ଆକ୍ରମଣ କଲା ଭଳିଆ ଭାଷଣ ମାରୁଛନ୍ତି, ତାର ପ୍ରତିବାଦରେ ଆମେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ବୋଲି ନିଷ୍ପତ୍ତି ନେଇଛୁ। ନିଶ୍ଚିତ ଭାବରେ 12 ତାରିଖ ଦିନ ସବୁ ବଜାର ବନ୍ଦ, ରାସ୍ତା ଘାଟ ସବୁ ବନ୍ଦ ରହିବ। ସେଥିପାଇଁ ବୋଲି ଆମେ এই ନିଷ୍ପତ୍ତି ନେଇଛୁ। ଆଜି 19ଟା ଦାବି ଅଛି। 19ଟା ଦାବି ଭିତରୁ ଏକରେ ଚାଷୀ ଏବଂ ଶ୍ରମିକ ମାନଙ୍କର, ଚାଷୀ ମାନଙ୍କର ଯୋଉ କଟନୀ ଛଟନୀଠୁ ଆରମ୍ଭ କରିକି ଧାନ କ୍ରୟ କରିନାହାନ୍ତି ଏବଂ ତା ସହିତ ତାଙ୍କର ଟୋକେନ୍ ମିଳିପାରି ନାହିଁ। ଏ ସମସ୍ତ କଥାକୁ ନେଇକି ତାଙ୍କ ଚାଷୀର କାମ ଗଲା। ଶ୍ରମିକ ମାନଙ୍କ ଉପରେ ଯୋଉ ଆକ୍ରମଣ କରୁଛନ୍ତି, ୟୁନିୟନ ମାନେ ଯଦି 100 ଜଣରୁ କମ ହେଲେ ୟୁନିୟନ କରିପାରିବେନି, ତାଙ୍କ ଦାବି ହାସଲ କରିପାରିବେ ନାହିଁ। ଏସବୁ କଥା ଗୁଡାକୁ ନେଇକି ଆଜି ନିଶ୍ଚିତ ଭାବରେ ଆଲୋଚନା କରାହେଇଛି। 10 ତାରିଖ ଦିନ ପୁନର୍ବାର ଆହୁରି ଆଲୋଚନା କରାହବ। 12 ତାରିଖରେ ନିଶ୍ଚିତ ଭାବରେ କୋରାପୁଟ ଜିଲ୍ଲା ବନ୍ଦ ରହିବ।